এইটা কোন ସାଙ୍ଗମାନେ ଦେଖନ୍ତୁ ଆଉ କମେଣ୍ଟ କରନ୍ତୁ এইଟା কোন। ବର୍ତ୍ତମାନ ଦେଖିପାରୁଥିବେ ମୁଁ 5ଟାରୁ 6ଟା ଅଣ୍ଡା ରେଡ଼ି କରିଦେଇଛି, କିନ୍ତୁ ଆପଣଙ୍କୁ ଦେଖାଯାଉଛି ଗୋଟିଏ, ଦେଖିପାରୁଥିବେ ଗୋଟିଏ ଅଣ୍ଡା, କିନ୍ତୁ ଏଇଟା ଦେଖିପାରୁଥିବେ 5ଟା ଅଣ୍ଡା ମୁଁ ରେଡ଼ି କରିଦେଇଛି। ପାରୁଥିବେ ଆମର ରାତିରେ ଖାଇବା କ'ଣ ଦିଆହେଇଛି ଆମକୁ, ଏଇଟା କମେଣ୍ଟ କରନ୍ତୁ ଏଇଟା କ'ଣ। ଆଉ ଆପଣ ତ ପାମ୍ପଡ଼ ଖାଇନଥିବେ, ଖାଇକି ଦେଖନ୍ତୁ ଗୋଟିଏ, ବହୁତ ମଜା ଲାଗୁଛି ପାମ୍ପଡ଼ ଗୋଟେ ଖାଇକି ଦେଖେଇଲି ଆପଣମାନଙ୍କୁ ସାଙ୍ଗ। ଦେଖନ୍ତୁ ମୁଁ ବର୍ତ୍ତମାନ ଏବେ ପିଆଜ କାଟିକି ରେଡ଼ି କରିଦେଇଛି, ଆଉ ଏଇଟା ହେଉଛି ଟମାଟୋ ଦେଖନ୍ତୁ ମାତ୍ର 5 ଟଙ୍କାରେ ମିଳିଯାଇଛି ମୋତେ ଟମାଟୋ ବୁର୍ଲାରେ, ଆଉ ଲଙ୍କା ଦୁଇଟା ବି ମାତ୍ର 5 ଟଙ୍କାରେ ମିଳିଯାଇଛି। ବର୍ତ୍ତମାନ ଦେଖିପାରୁଥିବେ ରୁଷିଆ କେମିତି ଘାଣ୍ଟି ଦେଲାଣି। ଦେଖନ୍ତୁ ସାଙ୍ଗମାନେ ଏଇଟା କ'ଣ ରଖା ହେଇଛି, ଆପଣ ଏଇଟା କମେଣ୍ଟ କରନ୍ତୁ ଆଉ ଜଣାନ୍ତୁ। ଦେଖିପାରୁଥିବେ ସାଙ୍ଗମାନେ ମୋତେ ଆଜି ଦୋକାନୀ ଠକିଦେଲା, ମୁଁ ସୋରିଷ ତେଲ ମାଗିଲି ମୋତେ ସେ ବାଘ ତେଲ ଦେଲା। ଦେଖନ୍ତୁ ଟାଇଗର ଲେଖା ହେଇଛି ସେ ତେଲରେ, 30 ଟଙ୍କା ନେଲା ଆଉ ମୋତେ ସେ ଠକିଦେଲା। ବର୍ତ୍ତମାନ ଦେଖିପାରୁଥିବେ ମୁଁ ବାଘ ତେଲ ରଖିଦେଇଛି ସାଙ୍ଗମାନେ 100 ଗ୍ରାମ। ତା ବର୍ତ୍ତମାନ ଦେଖିପାରୁଥିବେ ପିଆଜ ପଡ଼ିକି ରେଡ଼ି ହେଇଗଲାଣି, ତାପରେ ଆମେ ଢାଳିବୁ ଏଇ ଅଣ୍ଡା ଗୁଡ଼ାକ। ବର୍ତ୍ତମାନ ଦେଖିପାରୁଥିବେ ଏଇ ପିଲାଟା କାଟି ଜାଣିଲାନି ଟମାଟୋ, ଏଡ଼େ ବଡ଼ ବଡ଼ କାଟିଛି, ଏଡ଼େ ବଡ଼ ବଡ଼ ଟମାଟୋ କ'ଣ ହେବ, କେମିତି ଦେବି ଏଇଟା। ଲୁଣ ଡବା ଭାବିକି ମୁଁ ଚିନି ଡବା ଆଣିଛି ସାଙ୍ଗମାନେ, ଏଇଟା ଦେଖନ୍ତୁ। ବର୍ତ୍ତମାନ ଦେଖିପାରୁଥିବେ ସାଙ୍ଗମାନେ ମୁଁ ଚିନି ଅଧା କିଲୋ ଢାଳି ଦେଲିଣି, କିନ୍ତୁ ମୁଁ ବର୍ତ୍ତମାନ ଢାଳି ସାରିଛି। ବର୍ତ୍ତମାନ ଦେଖିପାରୁଥିବେ ଅଣ୍ଡାକୁ ଆମେ ଢାଳି ଦେଇଛୁ ସମ୍ପୂର୍ଣ୍ଣ ଭାବରେ। ବର୍ତ୍ତମାନ ଦେଖିପାରୁଥିବେ ଆମର ଜୁଖା ରେଡ଼ି ହେଇଯାଇଛି, ଆସନ୍ତୁ ଆପଣମାନେ ମଧ୍ୟ ଖାଇକି ଦେଖିବେ। ବର୍ତ୍ତମାନ ଦେଖିପାରୁଥିବେ ମୋ କଢ଼େଇ ପୋଡ଼ିଗଲା ସାଙ୍ଗମାନେ, ଦେଖିପାରୁଥିବେ କଢ଼େଇ ତ ପୋଡ଼ିଗଲାଣି। ମୁଁ ଏବେ ବାଘ ତେଲ ଟିକେ ଦେଇଦେଉଛି। ବର୍ତ୍ତମାନ ମୁଁ ବାଘ ତେଲ ଦେଖନ୍ତୁ, ବାଘ ତେଲ ଆପଣ ତ କେବେ ଖାଇନଥିବେ, ମୁଁ ଆଜି ଆପଣଙ୍କୁ ଫାର୍ଷ୍ଟ ଟାଇମ୍ ଦେଖାଉଛି ବାଘ ତେଲ। ଟାଇଗର ଅଏଲ ଦେଖିପାରୁଥିବେ କେମିତି ଟାଇଗର ଅଏଲ। ସାଙ୍ଗମାନେ ଟମାଟୋ ଗୋଟେ ବଳି ଯାଇଛି, ଯଦି ଆପଣଙ୍କୁ ଦରକାର କମେଣ୍ଟ କରନ୍ତୁ, ମୁଁ ଆପଣଙ୍କୁ ପଠେଇଦେବି। ବର୍ତ୍ତମାନ ଦେଖିପାରୁଥିବେ ମୁଁ ପୋହଳା ବାହାର କରିଦେଲି ଅଣ୍ଡାରୁ। ଦେଖିପାରୁଥିବେ ସାଙ୍ଗମାନେ ଲୁଣ ଲାଗିଲାଣି, ଆଉ ଥରେ ଲୁଣ ଦିଆହେଉଛି। ରଖିଛି, ତେଣୁ ମୁଁ ଏବେ ଆଉ କିଛି କହିବା ପାଇଁ ଚାହୁଁନି। କିଛି କହିବାକୁ ଟିକେ କୁହନ୍ତୁ। ମୁଁ ସୁଇଟରେ ପଡ଼ିକି ବହୁତ ଦୁଃଖ ପ୍ରକାଶ କରୁଛି। ଦେଖୁଛନ୍ତି ଏଠି ଖାଇବା ପାଇଁ ଠିକ୍ ନାହିଁ, ପଢ଼ିବା ପାଇଁ ଠିକ୍ ନାହିଁ, ପାସ୍ କରି ହେଉନାହିଁ, ଜୀବନର ଦୁଃଖ କହିବି କ'ଣ।